हेलो फ्रेंड, नमस्कार, जय जगन्नाथ। आपण मैंने केମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଏବଂ ଖୁସିରେ ଆସନ୍ତୁ ଦେଖିବା ଘରେ କ'ଣ ହେଉଛି। ଦେଖନ୍ତୁ କେତେ ଖରା କରିଛି, ବାପ କେତେ ଖରା। ବୋଉ ଏବେ ମାର୍କେଟ ଯାଇଥିଲେ, ବୋଉ ମୋ ପାଇଁ ଲସି ଆଣିଛନ୍ତି, ମୁଁ ଏବେ ପିଇବି। ଆସନ୍ତୁ ପିଇବା, ଆସନ୍ତୁ ଖାଇବା ପଖାଳ, ଆସନ୍ତୁ କି ଖାଇବ କାକୁଡ଼ି, ମୁଁ ଏବେ ଖାଇବି କାକୁଡ଼ି। ଆସନ୍ତୁ ଖାଇବା ଗୁପଚୁପ୍, କିଏ ଖାଇବ ଆସନ୍ତୁ, ବହୁତ ଟେଷ୍ଟି। ଆସନ୍ତୁ ଖାଇବା ଭାତ, ଡାଲି ହେଇଛି, ବାଇଗଣ ଭଜା, ସାଲାଡ଼, ବଡ଼ି ଚୁରା, କିଏ ଖାଇବ ଆସନ୍ତୁ। ରାଣୀକୁ ପାଇନା ନଳ ରାଜା ଯେ କହିଲେ ଆମ ବେକ ମାଗୁଣି ଦେବହିଁ ବୋଇଲେ ଏହା ଶୁଣି ମହାରାଣୀ ସ୍ତବ୍ଧ ହୋଇଗଲେ। ଆମକୁ କିସ ମିଳିବ ଦେବହିଁ ବୋଇଲେ ନଳ ରାଜା ବୋଇଲେ ଗୋ ସତ୍ୟ ଏବେ କର ତେବେ ମୁଁ କହିବି ସିନା ମାଗୁଣି ମୋହର। ଏହା ଶୁଣି ମହାଦେଇ ସତ୍ୟବାକ୍ୟ କଲେ ଯେ ଇଚ୍ଛା ତୁମର ରାଜା ମାଗ ହୋ ବୋଇଲେ। ସତ୍ୟବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର ଶ୍ରୀ ସୁଦର୍ଶା ବ୍ରତ ଗୋଟି ଦିଅ ତୁମର। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ ଶ୍ରୀ ସୁଦର୍ଶା ବ୍ରତ ଦେବହିଁ ନୁହେଁ ବୋଇଲେ ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦେବ ବ୍ରତ ଦେଲେ କନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ିଯିବ। ଦରିଦ୍ର ଭିକ୍ଷୁକ ବାଧି ବ୍ରତ ଯେ ହୋଇ ଲକ୍ଷ୍ମୀଙ୍କର ଏଇ ଯେ ନପାରଇ ଜଞ୍ଜାଳ କରିନ ରାଜା ପୁନଶ୍ଚ ମାଗିଲେ ହସ୍ତର କସାଇ ବ୍ରତ ରାଜା କରିଦେଲେ। ବ୍ରତ ପାଇ ମହାରାଜା ବେଗେ ଚଳିଗଲେ ବ୍ରାହ୍ମଣୀ ହସ୍ତର ବ୍ରତ ନେଇ ନ ଦେଲେ। ବ୍ରତ ପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲା ରାଜାକୁ ଆଶିଷ କରି ନିଜେ ପୁରେ ଗଲା। ସେ ବ୍ରତ ନେଲା କଞ୍ଚା ଦୁଧରେ ଧୋଇଲା 10 ଗୋଟି ମଣ୍ଡା କରି ପାଣି ଛଡ଼ାଇଲା। ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲା ପାରଣା କରି ବ୍ରାହ୍ମଣୀ ଆନନ୍ଦ ରହିଲା। ନାରଦକୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛା କଲେ ନଳ ରାଜାଙ୍କର କିସ ହୋଇଲା ବୋଇଲେ। ନାରଦ ବୋଇଲେ ଶୁଣ ଇନ୍ଦ୍ର ମନ ଦେଇ ନଳ ରାଜାଙ୍କ ବିପତ୍ତି ତତେ ଦେବା କହି। ଚରିଯିବା ଗୋରୁ ଆଉ ଘରକୁ ନ ଫେରଇ ପୋତିଲାଲ ଧାନ ସବୁ ବାସୁକି ହରଇ। ଧାନ ଚାଉଳ ତ ସବୁ ବସି ଯେ ଖାଇଲା ସତୁ ଆସୀନ ରାଜ୍ୟରେ ଉପଗତ ହେଲେ। ରାଜା ରାଣୀ ଅନବସ୍ତ୍ର କିଛି ନ ପାଇଲେ ରାଜାଙ୍କୁ ରାତ୍ରରେ କାଳ ପୁରୁଷ ଡାକିଲେ। ରାଜ ଛାଡ଼ି ରାଜା ପଳାଇ ନ ଯାଅ ରାଜ ଥିଲେ ନିଶ୍ଚୟ ମରି